ସମସ୍ତଙ୍କୁ ଏଡିଏସ୍ ନଲେଜ୍ ପଏଣ୍ଟରେ ସ୍ୱାଗତ ସହ ମୁଁ ଆପଣଙ୍କର ପ୍ରିୟ ଡିକେ ସାର୍। ଦେଖନ୍ତୁ ପିଲାମାନେ, ମୟୂରଭଞ୍ଜ ଜିଲ୍ଲା ଗୃହରକ୍ଷୀ କାର୍ଯ୍ୟାଳୟ ବାରିପଦା ତା ତରଫରୁ ଅଫିସିଆଲ ନୋଟିସଟି ଆସିଛି। ସେ ବିଷୟରେ ଆମେ ଡିଟେଲ ଜାଣିବା। କେଉଁମାନଙ୍କର ଜେନେରାଲ ଡ୍ୟୁଟି ଲିଷ୍ଟ ରହିଛି, କେଉଁମାନେ ମେଡ଼ିକାଲ ଟେଷ୍ଟ ଦେବେ, କେଉଁମାନେ ଭାଇଭା ଟେଷ୍ଟ ଦେବେ, ଭାଇଭାରେ କ'ଣ ସବୁ ପଚାରିବେ, ସେ ବିଷୟରେ ଆମେ ଡିଟେଲ ଆଲୋଚନା କରିବା। ଆଲୋଚନା କରିବା ପୂର୍ବରୁ ଯେଉଁମାନେ ନୂଆ କରିକି ଆସିଛନ୍ତି ସେମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିବା ସହିତ ବେଲ୍ ଆଇକନ୍ର ଅଲ୍ ନୋଟିଫିକେସନ୍ ଅନ୍ କରିଦେବେ, କାହିଁକିନା ଏହି ଚ୍ୟାନେଲରେ ମୁଁ ଜବ୍ ରିଲେଟେଡ୍ ନୋଟିଫିକେସନ୍, ନଲେଜେବୁଲ୍ ଭିଡ଼ିଓ ଏବଂ ଏକ୍ଜାମ୍ ଆନାଲିସିସ୍ର ଭିଡ଼ିଓ ଏହି ଚ୍ୟାନେଲ୍ ମାଧ୍ୟମରେ ପ୍ରୋଭାଇଡ଼ କରିଥାଏ। ତେଣୁକରି ମୁଁ ଯେମିତି ଭିଡ଼ିଓ ଛାଡ଼ିବି ସିଧାସଳଖ ଆପଣମାନଙ୍କର ମୋବାଇଲକୁ ନୋଟିଫିକେସନ୍ଟି ଚାଲିଯିବ ପିଲାମାନେ। ବୁଝିହେଲା? କିଛି ଅସୁବିଧା ହେବ ନାହିଁ, ଡରିବାର କିଛି ନାହିଁ ପିଲାମାନେ। ଚାଲନ୍ତୁ ବିଳମ୍ବ ନ କରି ଆରମ୍ଭ କରିବା। ଓକେ, ଦେଖିପାରୁଛନ୍ତି ପିଲାମାନେ, ଏ ହେଉଛି ଅଫିସିଆଲ ନୋଟିସ୍ ଯେଉଁଥିରେ ମୟୂରଭଞ୍ଜ ଜିଲ୍ଲାର ଗୃହରକ୍ଷୀ କାର୍ଯ୍ୟାଳୟର 280ଟି ପଦବୀ ବାହାରିଥିଲା। ତାର ଶାରୀରିକ ମାପ ଏବଂ ଶାରୀରିକ ଦକ୍ଷତା ବାରିପଦା ପୁଲିସ ରିଜର୍ଭ ପଡ଼ିଆରେ 10/3/2026ରେ ହୋଇଥିଲା। ଯାହାଫଳରେ ସେଇଥିରୁ 1:3 ରେସିଓରେ ଆମର ଚୟନ ପ୍ରକ୍ରିୟା କରାଯାଇଥିଲା। ଆଉ ସର୍ବମୋଟ ଆମର 840 ଜଣ ପ୍ରାର୍ଥୀଙ୍କୁ ସାକ୍ଷାତକାର ଓ ମୌଖିକ ପରୀକ୍ଷା ପାଇଁ ଯୋଗ୍ୟ ଘୋଷଣା କରାଯାଇଛି। ମନେ ରହିଲା ପିଲାମାନେ? ତେଣୁକରି ଟୋଟାଲ କେତେ ଜଣ ଇଣ୍ଟରଭ୍ୟୁ ଦେବେ ନା 840 ଜଣ କ୍ୟାଣ୍ଡିଡେଟ୍ ଇଣ୍ଟରଭ୍ୟୁ ଦେବେ। କନଫର୍ମ ହେଲା? ବୁଝିଗଲେ? ସେମାନେ ଇଣ୍ଟରଭ୍ୟୁ ବା ସାକ୍ଷାତକାର ବା ମୌଖିକ ପରୀକ୍ଷା କେଉଁଠି ଦେବେ? ଦେଖନ୍ତୁ, ତାଙ୍କର ଯେଉଁ ସାକ୍ଷାତକାର ବା ଇଣ୍ଟରଭ୍ୟୁ ସେମାନେ ବାରିପଦା ପୋଲିସ ରିଜର୍ଭ କାର୍ଯ୍ୟାଳୟରେ ଡାକ୍ତରୀ ପରୀକ୍ଷା ଓ ସାକ୍ଷାତକାର ବା ମୌଖିକ ପରୀକ୍ଷା ଦେବେ। ବୁଝିପାରିଲେ ପିଲାମାନେ? ଚାଲନ୍ତୁ ଏବେ ଦେଖିବା ତାର ଡେଟ୍ ସହିତ। ପ୍ରଥମେ ଦେଖନ୍ତୁ ସିରିଏଲ ନମ୍ବର 1, ଏଇଥିରେ କ'ଣ ରହିଛି ନା ଡିଫରେଣ୍ଟ ଟ୍ରେଡ୍ସର ନାଁ ସବୁ ରହିଛି, ଯେମିତିକା କୁକ୍, କାର୍ପେଣ୍ଟର, ବାର୍ବର, ଇଲେକ୍ଟ୍ରିସିଆନ୍, ଟେଲର, ଲଣ୍ଡ୍ରି, କମ୍ପ୍ୟୁଟର, ଏହିସବୁ ଟ୍ରେଡ୍ର ନାଁ ଗୁଡ଼ା ସବୁ ରହିଛି। ସେଇ ଟ୍ରେଡ୍ର ମୌଖିକ ପରୀକ୍ଷା ବା ଇଣ୍ଟରଭ୍ୟୁ 1/5/2026, ତାମାନେ ମେ ମାସ 1 ତାରିଖ ଦିନ ଆପଣମାନଙ୍କର ସକାଳ 7 ଘଟିକାରେ ଉପସ୍ଥିତ ରହିବେ। ମାନେ 7 ଘଟିକା ସମୟରେ ଆପଣମାନଙ୍କର ରିପୋର୍ଟିଂ ରହିଛି। ଓକେ, ଦେନ୍ ପଏଣ୍ଟ ନମ୍ବର 2କୁ ଦେଖିବା। କ'ଣ କହୁଛି ନା ଅଲ୍ ଡ୍ରାଇଭର କ୍ୟାଣ୍ଡିଡେଟ୍ସ, ତାମାନେ ଯେତେ ବି ଡ୍ରାଇଭର କ୍ୟାଣ୍ଡିଡେଟ୍ସ ଥିବେ ସେମାନେ ଏବଂ ଜେନେରାଲ ଡ୍ୟୁଟି କ୍ୟାଣ୍ଡିଡେଟ୍ ଥିବେ। କେଉଁଠିକାର ଜେନେରାଲ ଡ୍ୟୁଟି ଥିବେ ନା ବେତନଟି ଆଉ ଉଦଳା ପୋଲିସ ସବ୍ ଡିଭିଜନର ଯେଉଁ ଜେନେରାଲ ଡ୍ୟୁଟିରେ ସିଲେକ୍ସନ୍ ହୋଇଥିବା କ୍ୟାଣ୍ଡିଡେଟ୍ ମାନେ ସେମାନେ 2/5/2026 ମାନେ ମେ ମାସ 2 ତାରିଖ ଦିନ ସକାଳ 7 ଘଟିକା ସମୟରେ ସେହି ରିଜର୍ଭ ପୋଲିସ କାର୍ଯ୍ୟାଳୟରେ ବାରିପଦାରେ ମୟୂରଭଞ୍ଜ ଜିଲ୍ଲାରେ ଉପସ୍ଥିତ ରହିବେ। ବୁଝିଗଲେ? ନମ୍ବର 3କୁ ଦେଖିବା। କ'ଣ କହୁଛି? ଜେନେରାଲ ଡ୍ୟୁଟି କ୍ୟାଣ୍ଡିଡେଟ୍, ତାମାନେ ଯେଉଁମାନେ ଜେନେରାଲ ଡ୍ୟୁଟିରେ ସିଲେକ୍ସନ୍ ହେଇଥିବେ କେଉଁଠିକାର ନା ସଦରର, ରାଇରଙ୍ଗପୁରର ଆଉ କରଞ୍ଜିଆର ପୋଲିସ ସବ୍ ଡିଭିଜନର, ସେଇମାନେ କ'ଣ କରିବେ ନା 3/5/2026 ତାମାନେ ମେ ମାସ 3 ତାରିଖ ଦିନ ସକାଳ 7 ଘଟିକା ସମୟରେ ସେମ୍ ପ୍ଲେସ୍ରେ ଉପସ୍ଥିତ ରହିବେ। ବୁଝିପାରିଲେ ପିଲାମାନେ? ତେଣୁକରି କେଉଁ ସବ୍ ଡିଭିଜନର ପିଲା କେଉଁ ସମୟରେ କେବେ ପହଞ୍ଚିବେ ମୁଁ ଡିଟେଲ୍ ଆପଣମାନଙ୍କୁ କହିଦେଲି। ଏବେ କୌଣସି ଅସୁବିଧା ହେବନି ପହଞ୍ଚିବାର। ହେଲା? ଚାଲନ୍ତୁ ଆଉ ଡିଟେଲ୍ ଜାଣିବା କ'ଣ ନେଇକିରି ଯିବେ ଆଉ କ'ଣ ନ ନେଇକିରି ଯିବେ। ଓକେ, ଦେଖନ୍ତୁ ଏବେ ଆମେ ଜାଣିବା ଯେଉଁମାନେ କ୍ୱାଲିଫାଇ କରିଥିବେ ବା ସିଲେକ୍ଟେଡ୍ ହେଇଥିବେ ମାନେ ଯୋଗ୍ୟ ପ୍ରାର୍ଥୀ, ସେମାନେ କ'ଣ କରିବେ? ତାଙ୍କର ଆବେଦନ ପତ୍ରକୁ ନେଇକିରି ଆସିବେ। ତା ସହିତ ଆପଣମାନଙ୍କର ଏଜୁକେସନ୍ କ୍ୱାଲିଫିକେସନ୍ ସାର୍ଟିଫିକେଟ୍, ଏକ୍ସପିରିଏନ୍ସ ସାର୍ଟିଫିକେଟ୍, ସ୍କିଲ୍ ସାର୍ଟିଫିକେଟ୍ ଏଗୁଡ଼ାକୁ ନେଇକିରି ଆସିବେ। ବୁଝିପାରିଲେ ନା ପିଲାମାନେ? ଦେଖନ୍ତୁ, ଯେଉଁମାନେ ସିଲେକ୍ସନ୍ ହୋଇଥିବେ ସେମାନଙ୍କର ଯେଉଁ ଆବେଦନ କଲାବେଳକୁ ଯେଉଁ ପତ୍ରଟା ବା ରିସିପ୍ଟଟିଏ ପାଇଥିବେ ତାକୁ ନେଇ ଆସିବେ। ତା ସହିତ ଶିକ୍ଷାଗତ ବୈଷୟିକ ଦକ୍ଷତାର ପ୍ରମାଣପତ୍ର ସବୁ ନେଇକିରି ଆସିଥିବେ। ହେଲା? ମାନେ ଇଣ୍ଟରଭ୍ୟୁରେ ସେଗୁଡ଼ା ସବୁ ଚେକ୍ କରାଯିବ, ଭେରିଫାଇ କରାଯିବ। ବୁଝିହେଲା? ତା ସହିତ ଆପଣମାନଙ୍କର ଆଧାର କାର୍ଡ଼ ନେଇକିରି ଆସିବେ। ଯଦି ଆଧାର କାର୍ଡ଼ ଯଦି ନଥିବ ବା ଭୁଲ ଥିବ, କରେକ୍ସନ୍ କରିନଥିବେ ବା ଛୋଟିଆ ଥିଲା ସମୟରେ ଆଧାର କାର୍ଡ଼ର ଫଟୋ ଥିବ, ତାହେଲେ ସେମାନେ କ'ଣ କରିବେ? ଦେଖନ୍ତୁ, ଆପଣମାନଙ୍କର ସରକାରୀ ପ୍ରମାଣପତ୍ର ଯେଉଁଥିରେ କି ଆପଣମାନଙ୍କର ଫଟୋ ଆଟାଚ୍ ହେଇକି ଥିବ, ମାନେ DL ହେଇଥାଇପାରେ କିମ୍ବା ଆପଣମାନଙ୍କର ଭୋଟର କାର୍ଡ଼ ହେଇପାରେ କିମ୍ବା ଯେକୌଣସି ବି ଆପଣମାନଙ୍କର ଯଦି କାର୍ଡ଼ ଥିବ ତାକୁ ଧରିକି ଆସିଥିବେ। ଯଦି ଆପଣମାନଙ୍କର ଆଧାର କାର୍ଡ଼କୁ କ୍ୟାନସେଲ୍ କରିଦିଆଗଲା ତାହେଲେ ଅନ୍ୟ ଡକୁମେଣ୍ଟ ଦେଖେଇକି ମଧ୍ୟ ଆପଣମାନେ ଭେରିଫାଇ କରିପାରିବେ। ହେଲା? ପୁରା କ୍ଲିଅର ପିଲାମାନେ? ତାହେଲେ କ'ଣ ଧରିକିରି ଆସିବେ ଆପଣମାନେ ପୁରା କନଫର୍ମ ହେଇଗଲେ। ଚାଲନ୍ତୁ ଏବେ ଦେଖିବା କେଉଁ କ୍ୟାଣ୍ଡିଡେଟ୍ କେଉଁ କ୍ୟାଟେଗୋରୀରେ ବା କେଉଁ ଟ୍ରେଡ୍ରେ ସିଲେକ୍ସନ୍ ହେଇଛନ୍ତି ତାକୁ ଟିକେ ଚେକ୍ କରିବା। ହେଲା?
ଦେଖନ୍ତୁ ପିଲାମାନେ ବର୍ତ୍ତମାନ ଆମେ ଦେଖିବା ପେଜ୍ ନମ୍ବର 1 ଯେଉଁଥିରେ ଜେନେରାଲ ଡ୍ୟୁଟି କ୍ୟାଣ୍ଡିଡେଟ୍ ମାନଙ୍କର ସିଲେକ୍ସନ୍ ଲିଷ୍ଟ ରହିଛି ସଦର ପୋଲିସ ସବ୍ ଡିଭିଜନର। 1 ନମ୍ବରରେ ଆପଣମାନେ ଦେଖିପାରୁଥିବେ ଅଜିତ ସରେନ, ତାଙ୍କର ଫର୍ମ ନମ୍ବର ମଧ୍ୟ ଏଥିରେ ମେନସନ୍ ହେଇଛି, ତାଙ୍କର ରୋଲ୍ ନମ୍ବର ମଧ୍ୟ ମେନସନ୍ ହେଇଛି। ବୁଝିହେଲା? ତାଙ୍କର ବାପାଙ୍କ ନାଁ, ତାଙ୍କର ଜେଣ୍ଡର, ତାଙ୍କର ହୋମ୍ ପୋଲିସ ଷ୍ଟେସନ କେଉଁଠି ସେ ମଧ୍ୟ ମେନସନ୍ ହେଇଛି। ତେଣୁକରି ସମସ୍ତେ ରୋଲ୍ ନମ୍ବର, ନାଁ ଏବଂ ବାପାଙ୍କ ନାଁକୁ ଚେକ୍ କରିନିଅନ୍ତୁ କେଉଁ ଲିଷ୍ଟ ରହିଛି ସେ ଅନୁସାରେ ଆପଣମାନେ ପ୍ରିପାରେସନ୍ ହେଇକରି ଆସିବେ। ବୁଝିଗଲେ ପିଲାମାନେ? ଠିକ୍ ସେହିପରିକା ଆପଣମାନେ ବାରିପଦା ସଦର ମଧ୍ୟ ଦେଖିପାରିବେ। ଆପଣମାନେ ଦେଖିପାରୁଥିବେ 45 ନମ୍ବର, ଏଥିରେ ଅଛନ୍ତି ଦୀପକ କୁମାର ନାୟକ। ବୁଝିପାରିଲେ ନା ପିଲାମାନେ? ହଉ ଚାଲନ୍ତୁ ଏମିତିକା ଆମେ ଡିଟେଲ ଯଦି ଦେଖିବା ତାହେଲେ ଭିଡ଼ିଓଟିଏ ଲେନ୍ଦି ହେଇଯିବ। ତେଣୁକରି ଏହି ପିଡ଼ିଏଫ୍କୁ ମୋର ଟେଲିଗ୍ରାମ ଚ୍ୟାନେଲ ଏଡିଏସ୍ ନଲେଜ ପଏଣ୍ଟ ସେଇଥିରେ ମୁଁ ପୋଷ୍ଟ କରିଦେଇଥିବି, ସେଥିରୁ ଆପଣମାନେ ଡାଉନଲୋଡ଼ କରିନେବେ ଆଉ ସେ ଚ୍ୟାନେଲକୁ ନିଶ୍ଚୟ ଜଏନ୍ କରିବେ। ଆଉ ଯାହା ବି ଡାଉଟ୍ ରହିବ ତାହେଲେ ମୋର ଟେଲିଗ୍ରାମ ଗ୍ରୁପ ଡିକେ ସାର୍ ଓଡ଼ିଶା ସେଇଥିରେ ମଧ୍ୟ ଜଏନ୍ କରିବେ। ତାର ଲିଙ୍କ୍ ମଧ୍ୟ ଡେସ୍କ୍ରିପସନ୍ ବକ୍ସରେ ରହିଛି ପିଲାମାନେ, କିଛି ଅସୁବିଧା ହେବ ନାହିଁ। ତେଣୁକରି ଇଣ୍ଟରଭ୍ୟୁ ଏବଂ ଭାଇବା ପାଇଁ ବହୁତ ମାତ୍ରାରେ ପ୍ରସ୍ତୁତ ହୋଇଯାଆନ୍ତୁ। সেই ଭିଡ଼ିଓ ମଧ୍ୟ ମୁଁ ପ୍ଲେଲିଷ୍ଟ ରଖିଦେଇଛି ଏବଂ ଡେସ୍କ୍ରିପସନ୍ ବକ୍ସରେ ମଧ୍ୟ ତାର ଲିଙ୍କ୍ ରଖିଦେଇଛି। ଯେଉଁମାନେ ଇଣ୍ଟରଭ୍ୟୁ ପାଇଁ ବା ମୌଖିକ ପରୀକ୍ଷା ପାଇଁ ସିଲେକ୍ସନ୍ ହେଇଛନ୍ତି ସେମାନେ ନିଶ୍ଚୟ ସେ ଭିଡ଼ିଓକୁ ଦେଖିବେ, ପ୍ଲେଲିଷ୍ଟକୁ ଯିବେ। ହୋମଗାର୍ଡ଼ର ଯେଉଁ ଭାଇବା ବା ଇଣ୍ଟରଭ୍ୟୁର ଭିଡ଼ିଓ ଯେଉଁ ଆନାଲିସିସ୍ କରାହେଇଛି ସେ ଭିଡ଼ିଓକୁ ନିଶ୍ଚୟ ଦେଖନ୍ତୁ। ଇଣ୍ଟରଭ୍ୟୁ ବା ମୌଖିକ ପରୀକ୍ଷାରେ କେଉଁ ଟାଇପ୍ର ପ୍ରଶ୍ନ ପଚାରିଥିଲେ ଏସ୍ପି ସାର୍, କେଉଁ ଟାଇପ୍ର ପ୍ରଶ୍ନ ଆସିଥିଲା ସେଗୁଡ଼ାକୁ ମଧ୍ୟ ଆପଣମାନେ ଦେଖିନେବେ। ତା ସହିତ କେଉଁ ଇମ୍ପୋର୍ଟାଣ୍ଟ ପଏଣ୍ଟକୁ ଦେଖିକରି ଆପଣମାନଙ୍କର ମାର୍କ ଦିଆଯାଏ ସେସବୁ ମେନସନ୍ କରାହେଇଛି। ତେଣୁକରି ସେ ଭିଡ଼ିଓ ଗୁଡ଼ାକୁ ନିଶ୍ଚୟ ଦେଖିନିଅନ୍ତୁ ପିଲାମାନେ। ଚାଲନ୍ତୁ ଏବେ ଦେଖିବା ପେଜ୍ ନମ୍ବର 4 ଯେଉଁଥିରେ ଜେନେରାଲ ଡ୍ୟୁଟି ବେତନଟି ପୋଲିସ ସବ୍ ଡିଭିଜନର କ୍ୟାଣ୍ଡିଡେଟ୍ ମାନଙ୍କର ରହିଛି। ତେଣୁକରି ତାଙ୍କର ହୋମ୍ ପୋଲିସ ଷ୍ଟେସନ ମଧ୍ୟ ଦେଖିନେବେ, ତାଙ୍କ ପିତାଙ୍କ ନାଁ, ତାଙ୍କ ନାଁ, ତାଙ୍କର ଫର୍ମ ନମ୍ବର, ତାଙ୍କର ରୋଲ୍ ନମ୍ବର ମଧ୍ୟ ମେନସନ୍ ହେଇ ରହିଛି। ଓକେ, ସେମିତିକା ଦେଖନ୍ତୁ ପେଜ୍ ନମ୍ବର 6 ଏଇଥିରେ ଆପଣମାନଙ୍କର ଗୋବିନ୍ଦ ମହାନ୍ତ ସେ ସିଲେକ୍ସନ୍ ହେଇଛନ୍ତି। ତାଙ୍କର ହୋମ୍ ପୋଲିସ ଷ୍ଟେସନ ହେଉଛି ମୋରଡ଼ା। ବୁଝିପାରିଲେ ପିଲାମାନେ? ଚାଲନ୍ତୁ ଏବେ ଦେଖିବା ଉଦଳା ପୋଲିସ ସବ୍ ଡିଭିଜନର ଜେନେରାଲ ଡ୍ୟୁଟି କ୍ୟାଣ୍ଡିଡେଟ୍ଙ୍କର ନାଁ। ଚାଲନ୍ତୁ ଏବେ ଆମେ ଦେଖିବା ରାଇରଙ୍ଗପୁର ପୋଲିସ ସବ୍ ଡିଭିଜନ ତାର ଜେନେରାଲ ଡ୍ୟୁଟି କ୍ୟାଣ୍ଡିଡେଟ୍ କିଏ କିଏ ସିଲେକ୍ସନ୍ ହେଇଛନ୍ତି ହୋମଗାର୍ଡ଼ ପରୀକ୍ଷାର ମୌଖିକ ବା ଭାଇବା ଟେଷ୍ଟକୁ। ବୁଝିହେଲା ପିଲାମାନେ? ଆପଣମାନେ ଚେକ୍ କରିନିଅନ୍ତୁ ପେଜ୍ ନମ୍ବର 11 ଏଇଥିରେ ମଧ୍ୟ ସବୁ ମେନସନ୍ ହେଇଛି। ଜାମଦା ପୋଲିସ ଷ୍ଟେସନ ଯାହାର ତାଙ୍କର ନାଁ ମଧ୍ୟ ଏଇଥିରେ ମେନସନ୍ ହେଇଛି। ତା ସହିତ ରାଇରଙ୍ଗପୁର ରୁରାଲ ଯାହାର ତାଙ୍କର ମଧ୍ୟ ନାଁ ଏଥିରେ ମେନସନ୍ ହେଇଛି। ଗୋରୁମଇଶାଣୀ ତାଙ୍କର ମଧ୍ୟ ଏଇଥିରେ ନାଁ ମେନସନ୍ ହେଇଛି, ସେମାନେ ମଧ୍ୟ ଚେକ୍ କରିନେବେ। ଦେଖନ୍ତୁ ତିରିଙ୍ଗ ଯେଉଁମାନଙ୍କର ଥାନା ସେମାନଙ୍କର ନାଁ ସବୁ ମେନସନ୍ ହେଇଛି, ନାଁ ଗୁଡ଼ାକୁ ମଧ୍ୟ ଦେଖିନେବେ। ବର୍ତ୍ତମାନ ଆମେ ଦେଖୁଛେ ପେଜ୍ ନମ୍ବର 13 ଯେଉଁଥିରେ କି ଘାଘରବେଡ଼ା ପୋଲିସ ଷ୍ଟେସନ ଯେଉଁମାନଙ୍କର ସେ କ୍ୟାଣ୍ଡିଡେଟ୍ ମାନେ ମଧ୍ୟ ସିଲେକ୍ସନ୍ ହେଇଛନ୍ତି, ତାଙ୍କର ନାଁକୁ ମଧ୍ୟ ଚେକ୍ କରିନେବେ। ଯୋଶୀପୁର ପୋଲିସ ଷ୍ଟେସନ ଯେଉଁମାନଙ୍କର ସେମାନଙ୍କର ନାଁ ମଧ୍ୟ ସେଇ ପେଜ୍ ନମ୍ବର 13ରେ ମେନସନ୍ ହୋଇଛି। ପେଜ୍ ନମ୍ବର 14ରେ ମଧ୍ୟ ଯୋଶୀପୁର ପୋଲିସ ଷ୍ଟେସନ କ୍ୟାଣ୍ଡିଡେଟ୍ ମାନଙ୍କର ନାଁ ମେନସନ୍ ହେଇଛି, ପିଲାମାନେ ଦେଖିନେବେ। ବର୍ତ୍ତମାନ ଆମେ ଦେଖିବା ପେଜ୍ ନମ୍ବର 15 ଏଇଥିରେ ରରୁଆ ଏବଂ ଠାକୁରମୁଣ୍ଡା ଥାନାର କ୍ୟାଣ୍ଡିଡେଟ୍ ତାଙ୍କର ନାଁ ସବୁ ମେନସନ୍ ହେଇଛି, ଆପଣମାନେ ଚେକ୍ କରିନେବେ। ଓକେ, ଚାଲନ୍ତୁ ପିଲାମାନେ ବର୍ତ୍ତମାନ ଆମେ ଦେଖିବା ପେଜ୍ ନମ୍ବର 16 ଏଇଥିରେ କ'ଣ ରହିଛି ନା ଡ୍ରାଇଭର କ୍ୟାଣ୍ଡିଡେଟ୍ କେଉଁଠିକାର ନା ସଦର ପୋଲିସ ସବ୍ ଡିଭିଜନର ଯେଉଁ ଡ୍ରାଇଭର କ୍ୟାଣ୍ଡିଡେଟ୍ ମାନେ ଅଛନ୍ତି ତାଙ୍କର ନାଁ ଦେଖନ୍ତୁ ଏଇଥିରେ ମେନସନ୍ ହେଇଛି, ଆପଣମାନେ ଚେକ୍ କରିନେବେ। ଡ୍ରାଇଭରମାନଙ୍କ ପାଇଁ ସ୍ପେଶିଆଲ 16 ନମ୍ବର ପେଜ୍ରେ ରହିଛି। ଏବେ ଦେଖନ୍ତୁ ବେତନଟିର ଯେଉଁ ଡ୍ରାଇଭର କ୍ୟାଣ୍ଡିଡେଟ୍ ଥିବେ ତାଙ୍କର ନାଁ ମଧ୍ୟ ଏଇଥିରେ ମେନସନ୍ ହେଇଛି। ଉଦଳା ପୋଲିସ ସବ୍ ଡିଭିଜନର ଯେଉଁ ଡ୍ରାଇଭର କ୍ୟାଣ୍ଡିଡେଟ୍ ମାନେ ସିଲେକ୍ସନ୍ ହେଇଛନ୍ତି ବା ଡ୍ରାଇଭର ଟ୍ରେଡ୍ ପାଇଁ ଯେଉଁମାନେ ସିଲେକ୍ସନ୍ ହେଇଛନ୍ତି ସେମାନଙ୍କର ନାଁ ସବୁ ମେନସନ୍ ହେଇଛି। ଆପଣମାନେ ଚାହିଁଲେ ଏହାର ସ୍କ୍ରିନଶଟ୍ ମଧ୍ୟ ନେଇପାରିବେ। ହେଲା, ଏଇଥିରେ ମେନସନ୍ ହେଇଛି ରାଇରଙ୍ଗପୁର ପୋଲିସ ସବ୍ ଡିଭିଜନର ଯେଉଁ କ୍ୟାଣ୍ଡିଡେଟ୍ ମାନେ ଡ୍ରାଇଭର ଟ୍ରେଡ୍ରେ ସିଲେକ୍ସନ୍ ହେଇଛନ୍ତି ସେମାନଙ୍କର ନାଁ ମଧ୍ୟ ମେନସନ୍ ହେଇଛି। ସେମାନେ ମଧ୍ୟ ଏହାର ସ୍କ୍ରିନଶଟ୍ ନେଇକରି ତାଙ୍କର ସାଙ୍ଗସାଥିମାନଙ୍କୁ ସେୟାର ମଧ୍ୟ କରିପାରିବେ କିମ୍ବା ମୟୂରଭଞ୍ଜ ଜିଲ୍ଲାର ଯେଉଁମାନେ ସମ୍ପର୍କିତ ଥିବେ ତାଙ୍କୁ ମଧ୍ୟ ଏଇ ଭିଡ଼ିଓକୁ ମଧ୍ୟ ସେୟାର କରିପାରିବେ। ହେଲା, ସେମିତିକି ଆପଣମାନଙ୍କର କରଞ୍ଜିଆ ପୋଲିସ ସବ୍ ଡିଭିଜନର ମଧ୍ୟ ଲିଷ୍ଟ ରହିଛି। ପିଲାମାନେ ଏବେ ଦେଖିବା କମ୍ପ୍ୟୁଟର ଯେଉଁମାନେ କି ସଦର ପୋଲିସ ଡିଭିଜନରେ ସିଲେକ୍ସନ୍ ହେଇଛନ୍ତି ସେମାନଙ୍କର ନାଁ ମଧ୍ୟ ମେନସନ୍ ହେଇଛି, ଆପଣମାନେ ଦେଖିନିଅନ୍ତୁ। ପେଜ୍ ନମ୍ବର 20ରେ ତାଙ୍କର ନାଁ ସବୁ ରହିଛି। ଓକେ, ପେଜ୍ ନମ୍ବର 24ରେ ଆପଣମାନଙ୍କର କମ୍ପ୍ୟୁଟର କ୍ୟାଣ୍ଡିଡେଟ୍ ରାଇରଙ୍ଗପୁର ପୋଲିସ ସବ୍ ଡିଭିଜନର କ୍ୟାଣ୍ଡିଡେଟ୍ ତାଙ୍କର ନାଁ ସବୁ ରହିଛି, ସେମାନେ ମଧ୍ୟ ଚେକ୍ କରିନେବେ।
ଏବେ ଆମେ ଦେଖିବା କୁକ୍ କ୍ୟାଣ୍ଡିଡେଟ୍ ଯେଉଁମାନଙ୍କର ସଦର ପୋଲିସ ସବ୍ ଡିଭିଜନର ସିଲେକ୍ସନ୍ ହେଇଛନ୍ତି। ଏଇଥିରେ ଦେଖନ୍ତୁ କୁକ୍ କ୍ୟାଣ୍ଡିଡେଟ୍ ବେତନଟି ପୋଲିସ ସବ୍ ଡିଭିଜନର ନାଁ ସବୁ ରହିଛି। ଦେଖନ୍ତୁ ଉଦଳା ରାଇରଙ୍ଗପୁର ତାଙ୍କର ଯେଉଁ ପିଲାମାନେ କୁକ୍ ଟ୍ରେଡ୍ ପାଇଁ ସିଲେକ୍ସନ୍ ହେଇଛନ୍ତି ତାଙ୍କର ନାଁ ମଧ୍ୟ ଏଥିରେ ମେନସନ୍ ହେଇଛି, ଦେଖିନିଅନ୍ତୁ। ସେହିପରିକା ପେଜ୍ ନମ୍ବର 28ରେ ଆପଣମାନଙ୍କର ଇଲେକ୍ଟ୍ରିସିଆନ୍ କ୍ୟାଣ୍ଡିଡେଟ୍, ଲଣ୍ଡ୍ରି କ୍ୟାଣ୍ଡିଡେଟ୍ ଏବଂ କରଞ୍ଜିଆ କୁକ୍ କ୍ୟାଣ୍ଡିଡେଟ୍ ମାନଙ୍କର ନାଁ ସବୁ ରହିଛି, ତାକୁ ଚେକ୍ କରିବେ। ସେ ଅନୁସାରେ ମୌଖିକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଇଯିବେ। ପିଲାମାନେ ଏବେ ଦେଖିବା ବାରବାର କ୍ୟାଣ୍ଡିଡେଟ୍ ତାଙ୍କର ମଧ୍ୟ ଲିଷ୍ଟରେ ନାଁ ରହିଛି। 29 ନମ୍ବର ପେଜ୍ରେ କାର୍ପେଣ୍ଟର ଏବଂ ଟେଲର କ୍ୟାଣ୍ଡିଡେଟ୍ ମାନଙ୍କର ନାଁ ରହିଛି। ସେମାନେ ମଧ୍ୟ ଚେକ୍ କରିନେବେ ନିଜର ନାଁକୁ ଏବଂ ରୋଲ୍ ନମ୍ବରକୁ। ଏବଂ ସଭା ଶେଷରେ ପେଜ୍ ନମ୍ବର 29ରେ କାର୍ପେଣ୍ଟର ଏବଂ ଟେଲର କ୍ୟାଣ୍ଡିଡେଟ୍ଙ୍କର ନାଁ ରହିଛି। ମୁଁ ଆଲୋଚନା କରିଦେଲି ଆପଣମାନଙ୍କୁ, ତେଣୁକରି କିଛି ଅସୁବିଧା ହେବ ନାହିଁ ପିଲାମାନେ। ଯାହାର ବି ଯଦି ଅସୁବିଧା ଥିବ ତାହେଲେ ଟେଲିଗ୍ରାମ ଗ୍ରୁପ୍ ଡିକେ ସାର୍ ଓଡ଼ିଶା ସେଇଥିରେ ନିଶ୍ଚୟ ଭାବରେ ଜଏନ୍ କରିବେ। ଆଉ ଇଣ୍ଟରଭ୍ୟୁରେ ବା ମୌଖିକ ପରୀକ୍ଷାରେ ଆପଣମାନଙ୍କର କେଉଁ ଟାଇପ୍ର ପ୍ରଶ୍ନ ପଚାରିଛନ୍ତି ପୂର୍ବ ଜିଲ୍ଲାମାନଙ୍କରେ ଏବଂ ମୟୂରଭଞ୍ଜ ଜିଲ୍ଲାରେ କ'ଣ ସବୁ ପଚାରିବେ ସେସବୁର ପ୍ଲେଲିଷ୍ଟରେ ଭିଡ଼ିଓ ରହିଛି। ସେ ପ୍ଲେଲିଷ୍ଟକୁ ଯାଇକରି ସେ ଭିଡ଼ିଓକୁ ନିଶ୍ଚୟ ଦେଖନ୍ତୁ। ଆଉ ଏଇ ଟାଇପ୍ର ଅଲ୍ ଜବ୍ ରିଲେଟେଡ୍ ନୋଟିଫିକେସନ୍, ନଲେଜେବଲ୍ ଭିଡ଼ିଓ ଏବଂ ଏକ୍ଜାମ୍ ଆନାଲିସିସ୍ ଭିଡ଼ିଓ ପାଇବା ପାଇଁ ହେଲେ ଚ୍ୟାନେଲଟିକୁ ନିଶ୍ଚୟ ଭାବରେ ସବସ୍କ୍ରାଇବ୍ କରିବେ। ତା ସହିତ ବେଲ୍ ଆଇକନ୍ର ଅଲ୍ ନୋଟିଫିକେସନ୍ ଅନ୍ କରିଦେବେ। ଆଉ ସାଙ୍ଗମାନଙ୍କ ନିକଟକୁ ସେୟାର କରିବେ, ଭିଡ଼ିଓକୁ ଲାଇକ୍ କରିବେ, ମତାମତ ଦେବାକୁ ଜମା ଭୁଲିବେନି। ଧନ୍ୟବାଦ।